ସାଙ୍ଗମାନେ ଜୟ ଶ୍ରୀ ଜଗନ୍ନାଥ। ସାଙ୍ଗମାନେ ଆଜି ଗୋଟେ ଡାଲି ରେସିପି ବନେଇବା ଯେଉଁଟାକି ବହୁତ ସହଜ ଆଉ ବହୁତ ବଢ଼ିଆ ଟେଷ୍ଟି ପୁରା। ଆଉ ଏ ଡାଲି ଯିଏ ଖାଇନି ସିଏ କିଛି ଖାଇନି। ତ ଗୋଟେ ଥର ଏ ଡାଲି ଖାଇକି ଦେଖନ୍ତୁ, ଆପଣମାନଙ୍କୁ ଏତେ ଭଲ ଲାଗିବ ଆପଣ ସବୁବେଳେ ଏ ଡାଲି ବନେଇବେ। ଏଇଟା ହେଉଛି ମୁଗ ଡାଲି। ମୁଗ ଡାଲି ଆଗରୁ ଲୋକମାନେ ମୁଗ ଡାଲି ଖାଇବା ପାଇଁ ବହୁତ ପସନ୍ଦ କରନ୍ତି, କିନ୍ତୁ ଏବେ ବି ସେମିତି ଲୋକ ଅଛନ୍ତି ଯିଏକି ମୁଗ ଡାଲି ଖାଇବାକୁ ପସନ୍ଦ କରନ୍ତି। ଆଉ ଯେଉଁମାନେ ଖାଇବାକୁ ପସନ୍ଦ କରନ୍ତି ନାହିଁ, ଗୋଟେ ଥର ବନେଇକି ଦେଖନ୍ତୁ, ସବୁବେଳେ ଏମିତି ବନେଇକି ଖାଇବେ। ତ ଦେଖନ୍ତୁ, ମୁଁ ପ୍ରଥମେ କିଛି ମୁଗ ନେଇଥିଲି, ଯାହାକୁ 2 ଘଣ୍ଟା ପାଇଁ ବତୁରେଇ ନେଇଥିଲି। ଆଉ ବତୁରେଇ ସାରିଲା ପରେ ଏଇଠି ନେଇଯାଇଛି ଡାଲି ବନେଇବା ପାଇଁ ଭଲସେ ଧୋଇକିରି। ତାପରେ ପିଆଜ କିଛି ନେଇଛି, ଟମାଟର ଆଉ କଞ୍ଚା ଲଙ୍କା, ହଳଦୀ, ଲୁଣ ସ୍ୱାଦ ହିସାବରେ, ଆଉ ଏଇଠି ଦେଇଛି ଅଧା ଚାମଚ ମିଟ୍ ମସଲା। ଏସବୁକୁ ଦେଇକି ଗୋଟେ କଡ଼େଇରେ ରେଡ଼ି କରିନେଇଛି। ଆଉ ଅଳ୍ପ କିଛି ପାଣି ଦେଇଛି। ପାଣି ଦେଇ ସାରିଲା ପରେ ଏବେ ଆମେ କ'ଣ କରିବା, ଆକୁ ଗ୍ୟାସରେ ବସାଇଦେବା। କିନ୍ତୁ ପାଣି ଯେଉଁ ହିସାବରେ ଦେବେ, ଡାଲିଟାକୁ ଡାଲିଟା ଖୁବ୍ କମ୍ ସମୟ ଲାଗିବ ସିଝିବା ପାଇଁ, ସେଇ କ୍ୱାଣ୍ଟିଟି ହିସାବରେ ଆପଣ ଟିକେ ପାଣି ଦେବେ, ଅଧିକ ପାଣି ଦେବେ। ତ ସାଙ୍ଗମାନେ ଏଇଠି ଗ୍ୟାସରେ ବସାଇ ନେଇଛି। ତାପରେ ଆମେ ଏଇଠି କଭର୍ କରିନେଇଛୁ। ଏଇଠି ଦେଖନ୍ତୁ ସାଙ୍ଗମାନେ, ଏଇଠି ଆମେ 5ରୁ 7 ମିନିଟ୍ ପରେ ଦେଖିଲୁ ଡାଲି ଅଧ ଦର ସିଝା ହେଇଗଲାଣି। ତାପରେ ମୁଁ ଏଇଠି ଦେଇଛି 2ଟା ତେଜପତ୍ର, ଯେଉଁଟାକି ଟିକେ ଛିଣ୍ଡେଇ ନେଇଛି, ଛିଣ୍ଡେଇକି ପକାଇ ଦେଇଛି। ତେଜପତ୍ର ଦେଇ ସାରିଲା ପରେ ଏଠି ଦେଖନ୍ତୁ ଡାଲି ତ ଏବେ ବି ଫୁଟି ଚାଲିଛି, ଆଉ ଦର ସିଝା ହେଇଯାଇଛି ଡାଲି। ତାକୁ ଆମେ ଟିକେ ଭଲ ଭାବେ ଗୋଳେଇ ନେବା। ତ ଗୋଳେଇ ସାରିଲା ପରେ ଏବେ ଆମେ କ'ଣ କରିବା, ଆମେ ଏଇଠି ପୁଣି ଥରେ ଘୋଡ଼େଇ ଦେବା। ଦେଖନ୍ତୁ କେମିତି ଡାଲିଟା ଦର ସିଝା ହେଇଛି। ସାଙ୍ଗମାନେ ମୁଗ ଡାଲି ଗୋଟେ ଥର ନିଶ୍ଚିନ୍ତ ଟ୍ରାଏ କରନ୍ତୁ, ଆପଣମାନଙ୍କୁ ଏତେ ବଢ଼ିଆ ଲାଗିବ ନା ସାଙ୍ଗମାନେ, ଆପଣମାନେ ସବୁବେଳେ ବନେଇବେ। ଆଉ ଯଦି ସାଙ୍ଗମାନେ ଚ୍ୟାନେଲରେ ନୂଆ, ତାହେଲେ ଛୋଟ ଅନୁରୋଧ, ଚ୍ୟାନେଲଟାକୁ ସବସ୍କ୍ରାଇବ୍ କରିନିଅନ୍ତୁ। ଦେଖନ୍ତୁ ଏଇଠି ଡାଲି ତ ଭଲ ଭାବେ ଫୁଟି ଆରମ୍ଭ ହେଇଗଲାଣି, କେତେ ବଢ଼ିଆ ସେ ସିଝିଛି ଦେଖନ୍ତୁ। ସାଙ୍ଗମାନେ ଏଠି ତ ଡାଲି ବହୁତ ହି ଭଲସେ ସିଝି ଯାଇଛି। ଏ ଡାଲିଟା ବହୁତ କମ୍ ସମୟ ଲାଗେ ସିଝିବା ପାଇଁ ଯଦି ଆପଣ ଡାଲି ବତୁରେଇ ଦେଉଛନ୍ତି। ତ ଦେଖନ୍ତୁ ବହୁତ ଜଲ୍ଦି ସିଝି ଯାଇଛି। ଆଉ ଏଠି ଆମେ ଭଲସେ ଦେଖନ୍ତୁ ଗୋଳେଇକି ଏଇଠି ଆପଣଙ୍କୁ ଦେଖାଇ ଦେଉଛୁ କେତେ ବହଳିଆ ବି ହେଇଯାଇଛି। ଆପଣ ଅଳ୍ପ ଡାଲିରେ ବହୁତ ହି ଅଧିକ ଲୋକ ଖାଇପାରିବେ। ତ ଏଇଠି ଦେଖନ୍ତୁ କେତେ ବହଳିଆ ହେଇଯାଇଛି। ତାପରେ ଏଠି ଭଲ ଭାବେ ସିଝି ଯାଇଛି। ଆମେ ୟାକୁ ଗୋଟେ ସାଇଡ଼କୁ ରଖିଦେବା। ଏଠି ଆମେ ଆଉ ଗୋଟେ ବାସନ ନେବା, ଯେଉଁଟାକି ଛୁଙ୍କ ଲଗାଇବା। ତ ମୁଁ ଏଠି ସସ୍ପେନ୍ର ବ୍ୟବହାର କରିଛି, ଆପଣ ଚାହିଁଲେ କୌଣସି କଡ଼େଇ ନେଇପାରିବେ। ତାପରେ ଏମିତି ରସୁଣ ବ୍ୟବହାର କରିଛି, ଚୋପା ଲଗା ରସୁଣ ବ୍ୟବହାର କରିବେ, ରସୁଣର ଚୋପାଟା ଛଡ଼େଇବେନି। ତ ସାଙ୍ଗମାନେ କିନ୍ତୁ ରସୁଣର ଯେଉଁ ମୁଣ୍ଡପଟ ଯେଉଁ ଟିକେ ଟାଣ ଅଂଶ ଥାଏ ସେଇଟା କାଟି ନେବେ, ଚୋପାଟା ଛଡ଼େଇବେନି। ତାପରେ ଏଠି ରସୁଣର ତ ରେଡ଼ି ହେଇଗଲା। ଆମେ ଏଠି ସୋରିଷ ତେଲର ବ୍ୟବହାର କରୁଛୁ। ସୋରିଷ ତେଲରେ ଏ ରେସିପିଟା ବହୁତ ହି ଭଲ ଲାଗେ ଖାଇବାକୁ। ତ ସୋରିଷ ତେଲ ଗରମ ହେଇସାରିଲା ପରେ ଟିକେ ଲଙ୍କା ଛୁଙ୍କରେ ଦେଉଛୁ। ତାପରେ ଏଠି ସୋରିଷ ବ୍ୟବହାର କରୁଛୁ, 1 ଚାମଚ ସୋରିଷ, ଯେଉଁଟାକି ଫୁଟାଇବା ପାଇଁକି, ଫୁଟଣ ପାଇଁକି। ତାପରେ ଏଠି ସୋରିଷ ଭଲ ଭାବେ ଫୁଟିଗଲା ପରେ ଆମେ ଏଠି ଆଉ କିଛି ଆଡ଼୍ କରିବା। ତ ଆଉ ସବୁଠୁ ଭଲ ଜିନିଷ ଆମେ କ'ଣ ଆଡ଼୍ କରିବା, ଯେଉଁଟାକି ଏ ରେସିପି ପାଇଁ ବହୁତ ସ୍ପେଶାଲ୍, ସେଇଟା ହେଉଛି ରସୁଣ। ଏଠି ଆମେ ପିଆଜର ବ୍ୟବହାର କରିନାହୁଁ, ରସୁଣ ଆମେ ଚୋପା ଲଗା ରସୁଣ ବ୍ୟବହାର କରୁଛୁ। ଅଳ୍ପ ଟିକେ ଟିକେ ଛେଚିବେ, ପୁରା ଭଲ ଭାବେ ଛେଚିବେନି, ଅଳ୍ପ ଟିକେ ଟିକେ ଛେଚିବେ, ଦର ଛେଚା କରିବେ। ରସୁଣ ପକାଇ ସାରିଲା ପରେ ଟିକେ ରସୁଣକୁ ଭଲ ଭାବେ ଭାଜିଦେବେ। ତାପରେ ଏଠି ଆମେ ଏଠି ହେଙ୍ଗୁ ଆଡ଼୍ କରୁଛୁ। ହେଙ୍ଗୁ ଟିକେ ପକାଇଲେ ଡାଲିର ସ୍ୱାଦ ବଢ଼ିବା ସାଙ୍ଗେ ସାଙ୍ଗେ ବାସ୍ନା ବି ବହୁତ ହି ବଢ଼ିଆ ବାସ୍ନା ଆସେ। ଦେଖନ୍ତୁ ଏଇଟା ମୁଁ ବ୍ୟବହାର କରୁଛି ହେଙ୍ଗୁଟା। ତାପରେ ହେଙ୍ଗୁ ପକାଇ ସାରିଲା ପରେ ଏଠି ଆମେ ଡାଲିକୁ ଭଲ ଭାବରେ ଏମିତି ମିକ୍ସ କରିନେବା। ତାପରେ ଆମେ ଏଠି ଡାଲି କଡ଼େଇଟାକୁ ବସାଇଦେବା, ଏଠି ଛୁଙ୍କ ଲଗାଇଦେବା। ଆପଣ ଚାହିଁଲେ ଏଥିରେ କାଶ୍ମୀର ଚିଲି ପକାଇ ପାରିବେ କଲର୍ ପାଇଁକି, ତ ମୁଁ ଏଠି କଲର୍ ବ୍ୟବହାର କରୁନାହିଁ। ତ ଏଇଠି ଦେଖନ୍ତୁ ଏଇଠି ଛୁଙ୍କ ଲଗାଇଦେବେ। ସାଙ୍ଗମାନେ ଏ ଛୁଙ୍କରେ ଏ ଯେଉଁ ଡାଲିଟା, ମୁଗ ଡାଲିର ବାସ୍ନାଟା ଏତେ ବଢ଼ିଆ ଲାଗୁଛି, ଆପଣ ଗୋଟେ ଥର ଟ୍ରାଏ କରିବେ, ଆପଣଙ୍କୁ ବହୁତ ହି ଭଲ ଲାଗିବ। ତ ସାଙ୍ଗମାନେ ଛୁଙ୍କ ଲଗାଇ ସାରିଲା ପରେ ୟାକୁ ଭଲ ଭାବରେ ଗୋଳେଇ ଦେବେ। 1 ସେକେଣ୍ଡ ପାଇଁ ଫୁଟେଇବେ, ବେଶୀ ଫୁଟେଇବେନି। ସାଙ୍ଗମାନେ ଏଠି ଦେଖନ୍ତୁ ଫୁଟିବା ଷ୍ଟାର୍ଟ ହେଇଗଲାଣି। ତ ଆମେ ଏଠି ଗୋଟେ ଅଳ୍ପ କିଛି କସ୍ତୁରୀ ମେଥି ଆଡ଼୍ କରିଛୁ। କସ୍ତୁରୀ ମେଥି ଦ୍ୱାରା ଏହାର ସ୍ୱାଦ ଆହୁରି ବଢ଼େଇ ଦେବ। ତ ଏଇଠି କସ୍ତୁରୀ ମେଥି ପକାଇ ସାରିଲା ପରେ ଆମେ ଗ୍ୟାସ୍କୁ ବନ୍ଦ କରିଦେବା।
तो ये देखो भल भाव गोल नवा गोल सारिकी एठी आमे कौन करवा एठी आमे किछि समय पई छाड़ीदबा सांग मैंने ये रेसिपीटा बहुत ही भल लगे आउ गोटे छोट अनुरोध आपण मैंने कौटू देखुंट ए रेसिपी आपण मानू केमती लगिला मते कमेंट बॉक्स रे निश्चित जनइबे। हाँ सांग मैंने आपण केबे बनाउचंती भी जनइबे। तो सांग मैंने आज पई एतिकी रहुची पुणी देखाब नुआ एक रेसिपी सहित। तो सांग मैंने डेली डेली मु किछि नुआ नहीं के आसुची जोटा कि आपण मानन पे देखिबा जमार बोलिबेनी ए टाइम रे ए चैनल रे। सांग मैंने आज एतिकी रहुची पुणी देखाब नुआ एक रेसिपी सहित। जय श्री जगन्नाथ।